ଶ୍ରୀରାମ। 3 ମାର୍ଚ୍ଚ 2026 2026 ମସିହାର ପ୍ରଥମ ଦୃଶ୍ୟମାନ ଚନ୍ଦ୍ରଗ୍ରହଣ, ଖଣ୍ଡଗ୍ରାସ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ। ଗ୍ରସ୍ତୋଦୟର ଅର୍ଥ ହେଲା ଚନ୍ଦ୍ର ଉଦୟ ସମୟରେ ଗ୍ରହଣ ଆରମ୍ଭ ହୋଇସାରିଥିବ, ଅର୍ଥାତ୍ ଗ୍ରହଣ ଅବସ୍ଥାରେ ଚନ୍ଦ୍ର ଉଦୟ ହେବେ। ଦୋଳ ପୂର୍ଣ୍ଣିମା ପର୍ବ ଏବଂ ହୋଲି ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ହିସାବରେ ଗଣନା କରାଯାଏ। ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ଭୂକମ୍ପ ଭଳି ସୂର୍ଯ୍ୟପରାଗ ହେଉ କିମ୍ବା ଚନ୍ଦ୍ରଗ୍ରହଣ ଯେଉଁ ଅଞ୍ଚଳରେ ଦୃଶ୍ୟମାନ ହୁଏ ସେହି ସ୍ଥାନରେ ଏହାର ପ୍ରଭାବ ରହେ ବୋଲି ହିନ୍ଦୁ ଧର୍ମ ବିଶ୍ୱାସ ରଖେ। 3 ମାର୍ଚ୍ଚରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପାସିଫିକ୍ ଏବଂ ଆମେରିକାରେ ଦୃଶ୍ୟମାନ ହେବ। ଭାରତବର୍ଷ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେତୁ ଏହା ପାଳନୀୟ। ଶ୍ରୀ ଜଗନ୍ନାଥ ସଂସ୍କୃତି ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆଧାର କରି 12 ମାସରେ 13 ପର୍ବ ପାଳେ ଓଡ଼ିଆ ସଂସ୍କୃତି। ତେଣୁ ପଞ୍ଜିକା ଅନୁସାରେ ଶ୍ରୀ ଜଗନ୍ନାଥ ପୁରୀକୁ ଗ୍ରହଣ ସ୍ପର୍ଶ ଦିବା 3:20 ହେବ, କିନ୍ତୁ ଅପରାହ୍ନ ସମୟ ହେତୁ ଗ୍ରହଣ ଦୃଶ୍ୟମାନ ହୋଇନପାରେ। କିନ୍ତୁ ଚନ୍ଦ୍ର ଉଦୟ ଗ୍ରହଣ ଅବସ୍ଥାରେ ହେଉଥିବା ହେତୁ ସନ୍ଧ୍ୟା 5:52 18 ସେକେଣ୍ଡ ପରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଗ୍ରହଣର ମଧ୍ୟକାଳ ସନ୍ଧ୍ୟା 5:03 ଏବଂ ଗ୍ରହଣର ସର୍ବମୁଖ୍ୟ ସନ୍ଧ୍ୟା 6:47 ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ 12ଟି ରାଶି ପାଇଁ କିପରି ରହିବ ସେ ବିଷୟରେ ଜାଣିବା ପୂର୍ବରୁ ଯଦି ଆମ ଚ୍ୟାନେଲଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍, କମେଣ୍ଟ ଏବଂ ସେୟାର ମଧ୍ୟ କରିପାରିବେ। ପୂର୍ବରୁ ଆମେ ରାହୁଙ୍କ କୁମ୍ଭ ରାଶି ସଞ୍ଚାର ଏବଂ କେତୁଙ୍କ ସିଂହ ରାଶି ସଞ୍ଚାର ସମୟରେ ରାହୁ ଏବଂ କେତୁଙ୍କ ବାସ୍ତବିକ ସ୍ଥିତି, ସ୍ୱରୂପ ଏବଂ ପ୍ରକୃତି ବିଷୟରେ ଆଲୋଚନା କରିସାରିଛେ। ଯଦି ଆପଣମାନେ ଚାହିଁବେ ସେହି ଭିଡ଼ିଓକୁ ମଧ୍ୟ ଦେଖିପାରିବେ। ତେବେ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ପୃଥିବୀ ପରିକ୍ରମା କରେ ଏବଂ ପୃଥିବୀର ଚତୁଃପାର୍ଶ୍ୱରେ ଚନ୍ଦ୍ରମା ପରିକ୍ରମା କରେ। ତେବେ ଉଭୟଙ୍କ ପରିକ୍ରମା ପଥ ଦୁଇଟି ସ୍ଥାନରେ ପରସ୍ପରକୁ ଛେଦ ହେଲା ଭଳି ଦୃଶ୍ୟମାନ ହୁଏ। ତେବେ ଏହି କ୍ରାନ୍ତିପଥର ଊର୍ଦ୍ଧ୍ୱଗାମୀ ଛେଦବିନ୍ଦୁ ରାହୁ ନାମରେ ନାମିତ ହେଲାବେଳେ ଅଧୋଗାମୀ ଛେଦବିନ୍ଦୁକୁ କେତୁ ନାମରେ ନାମିତ କରାଯାଇଛି। ଯେତେବେଳେ ଚନ୍ଦ୍ରମାର ପରିକ୍ରମା ପଥ ଏହି ଦୁଇଟି କଳ୍ପିତ ବିନ୍ଦୁ ଦେଇ ଭେଦ କରେ ସେତେବେଳେ ଗ୍ରହଣ ଅଥବା ପରାଗ ସଂଘଟିତ ହୋଇଥାଏ। ଊର୍ଦ୍ଧ୍ୱଗାମୀ ବିନ୍ଦୁ ଦେଇ ଚନ୍ଦ୍ରମା ଭେଦ କଲାବେଳେ ରାହୁଗ୍ରସ୍ତ ଏବଂ ଅଧୋଗାମୀ ବିନ୍ଦୁ ଦେଇ ଚନ୍ଦ୍ରମା ଭେଦ କଲାବେଳେ କେତୁଗ୍ରସ୍ତ ସୂର୍ଯ୍ୟପରାଗ ଅଥବା ଚନ୍ଦ୍ରଗ୍ରହଣ ସଂଘଟିତ ହୁଏ। ତେବେ ପୃଥିବୀଠାରୁ ଲକ୍ଷ ଲକ୍ଷ ଆଲୋକ ବର୍ଷ ଦୂରରେ ଥିବା ନକ୍ଷତ୍ରପୁଞ୍ଜ ବା ରାଶିର ସମାନ୍ତରାଳରେ ଗ୍ରହଣ ଅଥବା ପରାଗ ଦୃଶ୍ୟମାନ ହେଲେ ସେହି ରାଶିରେ ଗ୍ରହଣ ଅଥବା ପରାଗ ସଂଘଟିତ ହେଲା ବୋଲି ଆମେ ବିଚାର କରୁ। ସାଧାରଣତଃ ଚନ୍ଦ୍ରଗ୍ରହଣ ହେଉ ଅଥବା ସୂର୍ଯ୍ୟପରାଗ, ସେଥିରେ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ପୃଥିବୀକୁ ଆଧାର କରି ଏହାର ବିଚାର କରାଯାଏ। ତେବେ ଗ୍ରହଣ କିମ୍ବା ପରାଗର ବିଜ୍ଞାନ ସମ୍ମତ ବାର୍ତ୍ତାକୁ ଯଦି ଆମେ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ବିଚାର କରିବା, ସୂର୍ଯ୍ୟ ଆତ୍ମାର, ଚନ୍ଦ୍ରମା ମନର ଏବଂ ପୃଥିବୀ ଶରୀରର ପ୍ରତିନିଧିତ୍ୱ କରିଥାଏ। କାରଣ ଜ୍ୟୋତିଷଶାସ୍ତ୍ର ଅନୁସାରେ ଲଗ୍ନ ହିଁ ଶରୀରର ସୂଚନା ଦିଏ ଏବଂ ପୃଥିବୀର ଆବର୍ତ୍ତନ ଅନୁସାରେ ସ୍ଥାନ ଅନୁଯାୟୀ ପୂର୍ବ ଦିଗ୍ବଳୟରେ ବା ପୂର୍ବ ଦିଗ ଆକାଶରେ ଯେଉଁ ରାଶି ଉଦୟ ହୋଇଥାଏ ସେହି ରାଶି ହିଁ ଜନ୍ମିତ ବ୍ୟକ୍ତିଙ୍କ ଲଗ୍ନ ରାଶି ରୂପେ ବିଚାର କରାଯାଏ। ତେବେ ମନୁଷ୍ୟର ଦୈନନ୍ଦିନ ଶୁଭାଶୁଭ କର୍ମ ମନ ଉପରେ ଆଧାରିତ, ପ୍ରାଣ ବା ଚେତନା ଏବଂ ଶରୀରକୁ ଭିତ୍ତି କରି କର୍ମ ସମ୍ପାଦନ କରାଯାଇଥାଏ। ତେଣୁ ଗ୍ରହ ଗୋଚର ଭଳି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣର ପ୍ରଭାବ ମନୁଷ୍ୟକୁ ଅଧିକ ପ୍ରଭାବିତ କରିଥାଏ। ତେବେ ମନକୁ ପ୍ରଶ୍ନ ଆସେ, ମନୁଷ୍ୟ ପାଇଁ କାହିଁକି ଜାତକ, ଭାଗ୍ୟ, ଗ୍ରହ, ନକ୍ଷତ୍ର, ଗ୍ରହଣ, ପରାଗ ଆଦିର ବିଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣର ସହ ବିଚାର କରାଯାଏ, ପଶୁ ପକ୍ଷୀ ତଥା ଅନ୍ୟ ପ୍ରାଣୀମାନଙ୍କ ପାଇଁ କାହିଁକି ନୁହଁ? ଏହାର କାରଣ ହେଲା ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମନୁଷ୍ୟ ଯୋନି ହିଁ କର୍ମଯୋନି ଏବଂ ଇତର ପ୍ରାଣୀମାନେ ହେଲେ ଭୋଗଯୋନି। ଅର୍ଥାତ୍ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ମନୁଷ୍ୟର କ୍ରିୟମାଣ କର୍ମକୁ ପରିମାର୍ଜିତ କରାଯାଇ ସୁସ୍ଥ କର୍ମପନ୍ଥା ଏବଂ ଈଶ୍ୱରାଭିମୁଖୀ କରାଯାଇପାରିବ। ଚଳିତ ବର୍ଷ 3 ମାର୍ଚ୍ଚରେ ହେବାକୁ ଥିବା ଚନ୍ଦ୍ରଗ୍ରହଣର ପ୍ରଭାବ ପ୍ରତ୍ୟେକ ରାଶି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।
କାରଣ ଯେତେବେଳେ ଚନ୍ଦ୍ରଗ୍ରହଣ ଅଥବା ସୂର୍ଯ୍ୟପରାଗ ଭଳି ମହାଜାଗତିକ ଘଟଣା ଘଟେ ସେତେବେଳେ ଗୋଚରରେ ଅନ୍ୟ ଗ୍ରହମାନଙ୍କ ରାଶିଚକ୍ରରେ ଅବସ୍ଥାନକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ, ବୁଧ, ମଙ୍ଗଳ ଏବଂ ରାହୁ କୁମ୍ଭ ରାଶିରେ, ଶନି ଏବଂ ଶୁକ୍ର ମୀନ ରାଶିରେ, ବୃହସ୍ପତି ମିଥୁନ ରାଶିରେ, ଚନ୍ଦ୍ରମା ଏବଂ କେତୁ ସିଂହ ରାଶିରେ ଅବସ୍ଥାନ କରୁଥିବେ। ଅର୍ଥାତ୍ ଚନ୍ଦ୍ରଗ୍ରହଣଟି କେତୁଗ୍ରସ୍ତ ସିଂହ ରାଶିର ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ଘଟୁଛି। ଚନ୍ଦ୍ରଗ୍ରହଣ ହେଉ ଅଥବା ସୂର୍ଯ୍ୟପରାଗ, ଯଦି ରାହୁ କେତୁଙ୍କ ଉପରେ ଶନିଙ୍କ ଦୃଷ୍ଟି ନଥାଏ ଏହା ଏକ ସୁଯୋଗ ଭଳି ହୋଇଥାଏ। ଗ୍ରହଣ ହେଉ ଅଥବା ପରାଗ ରାହୁ କେତୁ ଏବଂ ସୂର୍ଯ୍ୟ ଚନ୍ଦ୍ରମାଙ୍କୁ ଆଧାର କରି ସଂଗଠିତ ହୋଇଥାଏ। ଯଦି ଗ୍ରହଣ ଅଥବା ପରାଗ ଶନିଙ୍କ ପ୍ରଭାବରେ ସଂଗଠିତ ହୁଏ ତାହା ସମଗ୍ର ଜୀବଜଗତ ପ୍ରତି ବହୁ ବିପଦର ସୂଚନା ପ୍ରଦାନ କରେ। ବିଶେଷ କରି ଯୁଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ଧନଜୀବନ ହାନିର ସୂଚନା ମିଳେ। ସିଂହ ରାଶିର ବିପରୀତ ଅକ୍ଷ କୁମ୍ଭ ରାଶିରେ ଅସ୍ତଗତ ମଙ୍ଗଳଙ୍କ ସହ ରାହୁଙ୍କ ମିଳିତ ଅବସ୍ଥାନ ଅଙ୍ଗାରକ ଯୋଗର ପ୍ରାପତ୍ୱକୁ ବୃଦ୍ଧି କରିବା ହେତୁ ମେଷ ଏବଂ ବିଛା ରାଶିଜାତ ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଶୁଭ ନୁହେଁ। ବୁଧଙ୍କ ଭଳି ସୌଖିନୀ ଗ୍ରହ ବକ୍ରି ହୋଇ କ୍ରୂର ଗ୍ରହ ରବି, ମଙ୍ଗଳ ତଥା ପାପଗ୍ରହ ରାହୁଙ୍କ ସହ ଯୁକ୍ତ ହେତୁ ମିଥୁନ କନ୍ୟା ରାଶି ପାଇଁ ମଧ୍ୟ ଆଗାମୀ ଏକ ମାସ ଅନୁକୂଳ ନୁହେଁ। ସୂର୍ଯ୍ୟଙ୍କ ମୂଳ ତ୍ରିକୋଣ ରାଶି ସିଂହ ରାଶିରେ ଗ୍ରହଣ ସଂଗଠିତ ହେଉଥିବା ହେତୁ ସିଂହ ରାଶି ପାଇଁ ସମୟ ପ୍ରତିକୂଳ ରହିବ। ସ୍ୱୟଂ ଚନ୍ଦ୍ରମା ଯେହେତୁ କର୍କଟ ରାଶିର ସ୍ୱାମୀ ଏବଂ କେତୁଯୁକ୍ତ ମିଳିତ ଅବସ୍ଥାନ ହେଉଥିବା ହେତୁ କର୍କଟ ରାଶି ମଧ୍ୟ ପ୍ରଭାବିତ ରହିବ। ବୃଷ ଏବଂ ତୁଳା ରାଶିଜାତ ବ୍ୟକ୍ତିଙ୍କ ପାଇଁ ସମୟ ସାମାନ୍ୟ ସପକ୍ଷରେ ରହିବ, କାରଣ ଦୈତ୍ୟଗୁରୁ ଶୁକ୍ର ନିଜର ଉଚ୍ଚ ରାଶି ମୀନ ରାଶିରେ ମିତ୍ର ଶନିଙ୍କ ସହ ମିଳିତ ଅବସ୍ଥାନ କରୁଥିବେ। ଧନୁ ତଥା ମୀନ ରାଶ୍ୟାଧିପତି ଦେବଗୁରୁ ବୃହସ୍ପତି ଗୋଚରରେ ବକ୍ରି ହେତୁ ଧନୁ ଏବଂ ମୀନ ରାଶିଜାତ ବ୍ୟକ୍ତିଙ୍କ ପାଇଁ ସମୟ ଶୁଭାଶୁଭ ମିଶ୍ରିତ ଫଳଦାୟକ ରହିବ। ମକର ରାଶି ପାଇଁ ଅଷ୍ଟମ ଭାବ ଏବଂ କୁମ୍ଭ ରାଶି ପାଇଁ ସପ୍ତମ ଭାବରେ ଗ୍ରହଣ ଘଟୁଥିବା ହେତୁ ସମୟ ଶୁଭ ପ୍ରଭାବରେ ରହିବ ନାହିଁ। ତେବେ ପ୍ରତ୍ୟେକ ରାଶି ପାଇଁ ଚନ୍ଦ୍ରଗ୍ରହଣର ପ୍ରଭାବ କ'ଣ ରହିବ ସେ ସମ୍ବନ୍ଧରେ ଜାଣିବା ପୂର୍ବରୁ ଗ୍ରହଣର ଅଶୁଭତ୍ୱ ହ୍ରାସ ପାଇଁ ପ୍ରତିକାର ବିଷୟରେ ବିଚାର କରିବା। ପ୍ରତିକାର ଉଭୟ ଔପଚାରିକ ତଥା ଶାସ୍ତ୍ରକୁ ଆଧାର କରି କରାଯାଇଛି। ରାହୁ କେତୁ ସାଧାରଣତଃ ବୃଦ୍ଧ ବୟସ୍କ ଶାରୀରିକ ଅକ୍ଷମ ଏବଂ ଶାରୀରିକ ଅସୁସ୍ଥ ବ୍ୟକ୍ତିର ସୂଚକ ହୋଇଥାନ୍ତି। ତେଣୁ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଗ୍ରହଣର ଅଶୁଭତ୍ୱକୁ ହ୍ରାସ ପାଇଁ ବୃଦ୍ଧାଶ୍ରମ, ଦାତବ୍ୟ ଚିକିତ୍ସାଳୟ କିମ୍ବା ଇତର ପଶୁପକ୍ଷୀଙ୍କ ତୃଷ୍ଣା ନିବାରଣ ପାଇଁ ଜଳ ଯୋଗାଣର ବ୍ୟବସ୍ଥା କରିବା ଉଚିତ। ପରିବାରରେ ବୃଦ୍ଧ ବୟସ୍କ ଏବଂ ଶାରୀରିକ ଅସୁସ୍ଥ ବ୍ୟକ୍ତିଙ୍କ ବିଶେଷ ଧ୍ୟାନ ଦେବା ସହ ସେବା ଶୁଶ୍ରୂଷା ମଧ୍ୟ କରିପାରିବେ। କଳା, ନୀଳ, ଧୂସର ଏବଂ ବାଦାମୀ ରଙ୍ଗର ବ୍ୟବହାର ଆଗାମୀ ଏକ ମାସ ଯାଏଁ ନ କରିବା ଭଲ। ମାଂସାହାର, ମଦ୍ୟ, ଧୂମ୍ରପାନ ଆଦି ନିଶା ଗ୍ରହଣରୁ ନିବୃତ୍ତ ରହିବା ମଧ୍ୟ ଆବଶ୍ୟକ। ଭଗବାନ ଶିବଙ୍କୁ କ୍ଷୀର କିମ୍ବା ଜଳରେ ଅଭିଷେକ, ଭଗବାନ ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ ମଧ୍ୟ ଗ୍ରହଣଜନିତ ଅଶୁଭତ୍ୱକୁ ଶୀଘ୍ର ହ୍ରାସ କରିଥାଏ। କୌଣସି ପଶ୍ଚିମମୁଖୀ ଦେବସ୍ଥାନ ଅଥବା ମନ୍ଦିରକୁ ଶ୍ଵେତ ଧ୍ୱଜା ପ୍ରଦାନ କଲେ ମଧ୍ୟ ଗ୍ରହଣର ଅଶୁଭତ୍ୱ କମିଥାଏ। ପକ୍ଷୀଙ୍କୁ ଖାଦ୍ୟଶସ୍ୟ ଦାନ ମଧ୍ୟ ଗ୍ରହଣର ଅଶୁଭତ୍ୱ ବା ଅଶୁଭ ପ୍ରଭାବକୁ ହ୍ରାସ କରିଥାଏ। କୌଣସି ଦେବୀ ମନ୍ଦିରରେ ଅନ୍ନ ବସ୍ତ୍ର ଦାନ ମଧ୍ୟ ଶୁଭ ହୋଇଥାଏ। ପ୍ରବାହିତ ଜଳସ୍ରୋତରେ ପଇଡ଼ ବିସର୍ଜନ କିମ୍ବା ମହାଦେବଙ୍କୁ ପଇଡ଼ ଜଳରେ ଅଭିଷେକ ମଧ୍ୟ ଗ୍ରହଣଜନିତ ଅଶୁଭତ୍ୱକୁ ହ୍ରାସ କରିଥାଏ। ଧ୍ୟାନ ଦେବେ, ଯେଉଁମାନଙ୍କର ଜନ୍ମ ନକ୍ଷତ୍ର ଚନ୍ଦ୍ରମା, ରାହୁ ଅଥବା କେତୁଙ୍କ ନକ୍ଷତ୍ର ଅନ୍ତର୍ଗତ ଆସୁଥାଏ କିମ୍ବା ଯେଉଁମାନଙ୍କର ମହାଦଶା, ଅନ୍ତର୍ଦଶା କିମ୍ବା ପ୍ରତ୍ୟନ୍ତର ଦଶା ରବି, ଚନ୍ଦ୍ରମା, ମଙ୍ଗଳ, ବୁଧ, ରାହୁ କିମ୍ବା କେତୁଙ୍କର ଭୋଗ ହେଉଥାଏ ସେହି ବ୍ୟକ୍ତିମାନେ ଅତ୍ୟନ୍ତ ସତର୍କ ରହିବା ଉଚିତ। ତା ସହିତ ପୂର୍ବରୁ କୁହାଯାଇଥିବା ପ୍ରତିକାର କରି ଅଶୁଭ ପ୍ରଭାବକୁ ହ୍ରାସ କରିପାରିବେ। ମେଷରାଶି, ସୃଜନ ଶକ୍ତିର ହ୍ରାସ ଘଟିବ, ବୌଦ୍ଧିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବ,
जुआ लटेरी क्षति, शिक्षा एवं प्रेम संपर्क में समस्या देखादेव। विपदपूर्ण कार्यरू निवृत्त रहिबा उचित। निजर भावना को नियंत्रण रखिबा सह तरबरिया कौनसी निष्पत्ति नियंतु नहीं। वृष राशि, परिवार रे वाद विवाद सृष्टि हेब। मानसिक अस्थिरता एवं अशांति देखादेव। भूमि वाहन संबंधी समस्या आसीब। मित्र माने शत्रुता आचरण करिवे। स्थान परिवर्तनर सुजोग सृष्टि हेब। माँ को स्वास्थ्य समस्या देखादेव। मिथुन राशि, आत्मविश्वास बढ़िब। प्रतिक्रियाशील हेबे। बारंबार भ्रमण करिपारंती। निकट संपर्कियों सह संपर्क रे दृढ़ता देखादेव, किंतु आत्माभिमान एवं वाणीर कर्कशता जोगु समाज रे समालोचित हेबे। कर्कट राशि, द्वितीय राशि रे ग्रहणर प्रभाव हेतु धन संचय रे बाधा, आर्थिक व्यय, वाणी रे कटुता एवं कुटुंब रे क्लेश देखादेव। अर्थहानि जोगु मानसिक स्थिति ठीक रहिब नाही। माँ को सह मतभेद होई पारे। कौनसी द्रव्य नष्ट हेबा अथवा चोरी हेबार संभावना अछि। सिंह राशि, क्रोध एवं जिदखोर मनोभाव हेतु हेबाकु थिबा काम अटकीबा सह समालोचित हेबे। कौनसी निर्णय सठिक रूपे नहीं पारिबे नाही। दुस्वप्न एवं मानसिक भय आशंका दे गति करिवे। स्वास्थ्य समस्या देखादेव। शरीर को विद्युत किंबा अस्त्र आघात हेबार संभावना अछि। पितांग सह मनमालिन्य हेबा सह धर्म कार्य प्रति आग्रह कमिब। पूर्वरु कुहा जायथिबा प्रतिकार करी ग्रहणर अशुभ प्रभाव को ह्रास करिपारिबे। कन्या राशि, मात्राधिक अर्थव्यय, द्रव्य नष्ट, द्रव्य चोरी हेबा अथवा हजिजिबा किंबा ठकामी रे पड़िबार संभावना अछि। स्वास्थ्य पई खर्चांत हेबे। शरीर रे दुर्बलता अनुभव हेब। दूरस्थान भ्रमण करिपारंती। आगामी एक मास अत्यंत सतर्कतार समय। कौनसी निष्पत्ति नेबारे कठिनता अनुभव करिवे। मानसिक चाप बढ़िब। तुला राशि, कौनसी पुरातन मित्र माध्यम रे कार्यसिद्धि हेब। आकस्मिक अर्थप्राप्ति हेब। नूतन कर्म नियुक्ति किंबा कर्म रे पदोन्नति हेबार संभावना अछि। बहु दिनर आशा पूरण हेब। समाज रे प्रशंसित हेबे। परिवार रे वयोज्येष्ठ व्यक्ति स्वास्थ्य पई विपद देखादेव। आर्थिक स्थिति ठीक रहिब। बिछा राशि, कर्मक्षेत्र रे सुफल प्राप्त करिवे। उच्च पदस्थ अधिकारी सहायता प्राप्त करिवे। प्रतिद्वंदी माने परास्त हेबे। भ्रमण एवं खाद्य पानीय ग्रहण रे अनियमितता हेतु स्वास्थ्य समस्या देखादेव। नूतन संपद प्राप्त करिवे। परिवार रे बहु दिनरु सृष्टि होइथिबा समस्यार समाधान हेब। धनुराशि, कौनसी गुरुत्वपूर्ण कार्य संपन्न हेब। धार्मिक कार्यकलाप बढ़िब। भविष्यत पई योजना करिपारंती। दूरस्थान भ्रमणर सुजोग सृष्टि हेब। आकस्मिक कौनसी बड़ विपदरू रक्षा पाइबे। आवेगरे आसी कौनसी निर्णय न नेबा उचित। मकर राशि, यह अत्यंत सतर्कतार समय। दुर्घटना अथवा शरीर को आघात हेबार संभावना अछि। समाज रे निंदित हेबे। संक्रमित रोगर भय रहिब। धन संचय रे बाधा एवं अजथा व्यय देखादेव। कौनसी गुप्त कथा प्रकट होई पारे। मानसिक अशांति भोग करिवे। चक्षु अथवा मलद्वार जनित समस्या देखादेव। कुंभ राशि, कौनसी मित्र संपर्कीय व्यक्ति धोखा देवे। जीवन साथी स्वास्थ्य समस्या जोगु खर्चांत हेबे। पेट, अंटा एवं गुप्तांगरे पीड़ा अनुभव करिवे। क्रोध, चिचिड़ा, जिदखोर मनोभाव बढ़िब। परिवार रे आकस्मिक कलहर वातावरण सृष्टि हेब। निजर गृह परिवेश ठारू दूर को जीवाकू योजना करिपारंती। मीन राशि, पुरातन रोगरू सामयिक मुक्ति मिलिब। बहु दिनर ऋण परिशोध पई चिंता करिपारंती। पूर्वरु कर्मक्षेत्र रे सृष्टि होइतिबा समस्यारू मुक्ति मिलिब। परिवार रे दायित्वबोध वृद्धि हेब। शरीर रे आलस्य देखादेव। कौनसी प्रतियोगिता रे सफल हेबे। तेबे 3 मार्च रे हेबाकु थिबा चंद्रग्रहणर प्रभाव गोटे मास रहिब। तेणु एही समय मध्यरे वृष राशि, कर्कट राशि, सिंह राशि, कन्या राशि, मकर राशि एवं कुंभ राशि आदि व्यक्ति पूर्वरु कुहा जायथिबा प्रतिकार करी लाभ उठाई परिबे। किछि निर्दिष्ट शुभ कार्य
ଗ୍ରହଣ ଦିନଠାରୁ କିଛି ଦିନର ବ୍ୟବଧାନରେ କରିବା ପାଇଁ ଶାସ୍ତ୍ର ଯାହା ପ୍ରମାଣ ଦିଏ, ଏକ ରାତ୍ରିଂ ପରିତ୍ୟଜ୍ୟ କୁର୍ଯ୍ୟାତ ପାଣି ଗ୍ରହଣଂ ଗୃହୀ ପ୍ରୟାଣେ ସପ୍ତରାତ୍ରଂ ଚ ତ୍ରିରାତ୍ରଂ ବ୍ରତବନ୍ଧନେ। ଏହାର ଅର୍ଥ ହେଲା, ଗ୍ରହଣ ଦିନଠାରୁ ଗୋଟିଏ ରାତ୍ରିର ବ୍ୟବଧାନରେ ବିବାହ ବା ପାଣି ଗ୍ରହଣ କାର୍ଯ୍ୟ, 7 ରାତ୍ରି ଅତିକ୍ରମ କଲା ପରେ ଦୂରଯାତ୍ରା ଏବଂ 3 ରାତ୍ରି ପରେ ଉପନୟନ ଆଦି କାର୍ଯ୍ୟ କରିବା ଉଚିତ। ଗ୍ରହଣ କାଳରେ ଶୟନ, ଭୋଜନ, ଗମନ, ମୈଥୁନ, ମଳମୂତ୍ର ଆଦି ବିସର୍ଜନ ଏସବୁ କାର୍ଯ୍ୟରୁ ନିବୃତ୍ତ ରହିବା ସହ ଦେବ ଉପାସନା, ମନ୍ତ୍ର ଜପ ବା ଶାସ୍ତ୍ରର ଶ୍ରବଣ ପଠନ ଆଦି କର୍ମ ଶୁଭ ହୋଇଥାଏ। ତେବେ ଗ୍ରହଣ ସ୍ପର୍ଶ ସମୟରେ ସ୍ନାନ ତୀର୍ଥ ସ୍ନାନ ସମାନ ଫଳପ୍ରଦ ଏବଂ ଗ୍ରହଣ ମୋକ୍ଷ ସମୟରେ ସ୍ନାନ ପୁଣ୍ୟଦାୟକ ବୋଲି ବିଚାର କରାଯାଏ। ତେବେ ଗ୍ରହଣ ପରେ ଚନ୍ଦ୍ର ଦେବତାଙ୍କୁ ଅର୍ଘ୍ୟ, ଭଗବାନ ଶ୍ରୀ ଗଣେଶଙ୍କ ସହ ପଞ୍ଚଦେବତାଙ୍କର ପୂଜା ଏବଂ ନିଜ କୁଳଦେବତାଙ୍କର ଉପାସନା ବହୁରିଷ୍ଟ ଖଣ୍ଡନ କରିବା ସହ ଅଖଣ୍ଡ ପୁଣ୍ୟଫଳ ପ୍ରଦାୟକ ବୋଲି ବିଶ୍ୱାସ ରହିଛି। ଜୟ ଜଗନ୍ନାଥ।